ଏବେ ପଢ଼ିବାକୁ ଆଉ କେହି ଆଗ୍ରହ ନିଅନ୍ତି ବୋଲି ମୋ କଣ୍ଠସ୍ୱର ଯେ ଶ୍ରୁତିକଟୁ ହେଲେ ବି ମୁଁ ପଢ଼ି ଶୁଣାଉଛି। ଆଶା ତ୍ରୁଟି ଅଣଦେଖା କରି ଗଳ୍ପଟି ଶୁଣିବେ। ତେବେ ଶୁଣନ୍ତୁ ମୋର ଆଉ ଗୋଟିଏ ଭିନ୍ନ ସ୍ୱାଦର ନୂଆ ଗଳ୍ପ ଭିନ୍ନ ସ୍ୱାଦ। ନମସ୍କାର, ମୁଁ ଆରମ୍ଭ କରୁଛି। ମୋ ବୋଉ ଆଉ ବିପ୍ଳବ ଦୁଇ ଜଣଙ୍କର ଟିକିଏ ଅଲଗା ନୁହେଁ, ବରଂ ସମ୍ପୂର୍ଣ୍ଣ ଅଲଗା ନଜର ଯେକୌଣସି କଥା ହେଉନା କାହିଁକି। ବୋଉ ବିପ୍ଳବଙ୍କ କଥା ଜାଣିନି, ନା ମାନେ ବିପ୍ଳବଙ୍କୁ ଜାଣିଛି, କିନ୍ତୁ ସେ ମୋତେ ଭଲ ପାଆନ୍ତି ବୋଲି ଜାଣିନି। କ'ଣ କରିବି, ମୋ ମୁଣ୍ଡକୁ କିଛି ବୁଦ୍ଧି ଜୁଟୁନି। ବୋଉକୁ ମୁଁ ଯେତିକି ଭଲ ପାଏ ସେତିକିରେ ଯଦି ଦରକାର ପଡ଼େ ତେବେ ସାରା ଦୁନିଆକୁ ଛାଡ଼ିଦେବି। ଏପଟେ ବିପ୍ଳବଙ୍କୁ ଯେତିକି ଭଲ ପାଏ ସେଥିରେ ଆବଶ୍ୟକ ପଡ଼ିଲେ ତାଙ୍କ ପାଇଁ ନିଜେ ମରି ବି ଯାଇପାରିବି। ଖରାପ କେହି ବି ନୁହନ୍ତି, କିନ୍ତୁ ବିପରୀତ ଚିନ୍ତାଧାରା କାହିଁକି କେଜାଣି ଦୁଇ ଜଣଙ୍କର। କାହାକୁ ଛାଡ଼ି ମୁଁ ବଞ୍ଚିପାରିବି ନାହିଁ। ପ୍ରେମ ତ ଦେଖୁ ଦେଖୁ ହୋଇଗଲା। ସାରା ଜୀବନ ସାଥୀ ହେବାର ପକ୍କା ପ୍ରମିସ୍ ବି ସେ ତାଙ୍କ ତରଫରୁ କରିଦେଲେ। କିନ୍ତୁ କେମିତି ଦୁଇ ଜଣଙ୍କୁ ଏକମତ କରିବି ମୁଁ ବୁଝିପାରୁନି। ଚିନ୍ତା କରି କରି ମୋ ବିପି ଲୋ ହୋଇଗଲାଣି। ବୋଉ ହେଲା ଠାକୁର ବିଶ୍ୱାସୀ, ବିପ୍ଳବ କର୍ମ ବିଶ୍ୱାସୀ। ମୋତେ ବିପ୍ଳବ ମିଳିବା ପୂର୍ବରୁ ବୋଉକୁ ମିଳିଯାଇଥିଲେ। କୌଣସି ଶିବ ମନ୍ଦିରରେ ବୋଉ ପୂଜା କରୁଥିବା ସମୟରେ ଗୋଟିଏ ଛୋଟ ପିଲା ବୋଉ ଚାଙ୍ଗୁଟିରେ ଥିବା ଖସା ଲଡ଼ୁ ଦେଖି କାନ୍ଦିବାରୁ ବିପ୍ଳବ ନେଇ ଆସି ତାଙ୍କ ହାତରେ ଧରିଦେଲେ। ଦୁହିଁଙ୍କ ଭିତରେ କଥା କଟାକଟି ହୋଇଗଲା ସେଇଦିନ। ବାସ୍, ବୋଉ ସେହି ଦିନରୁ ରାଗି ଯାଇଛି ଯେ ଯାଇଛି। ଛୁଆଟି କାନ୍ଦିବାରୁ ବିପ୍ଳବ ତାକୁ ଲଡ଼ୁ ଦେଇଦେଲେ କିଛି ଖରାପ କଥା ନୁହେଁ କି ପ୍ରଭୁ ରାଗିଥିବେ ସେ କଥା ବି ନୁହେଁ। ବୋଉର କହିବା କଥା ହେଲା ଯେ 5 ମିନିଟ୍ ଅପେକ୍ଷା କରିଥିଲେ ପୂଜା ସରିଯାଇଥାନ୍ତା, ଗୋଟିଏ କାହିଁକି 4ଟା ଯାକ ଲଡ଼ୁ ତାର ହୋଇଯାଇଥାନ୍ତା। ଏମିତି ପୂର୍ବରୁ ନେବା ଠିକ୍ ନୁହେଁ, ପୁଣି ଅନ୍ୟ କାହାର ଜିନିଷକୁ ତାକୁ ନ ପଚାରି ଛୁଇଁବା କଥା ବି ନୁହେଁ। ବିପ୍ଳବଙ୍କ କହିବା କଥା, ଖାଇବା ଜିନିଷ ପିଲାଟି ମାଗିଲା, ଅର୍ଥାତ୍ ସେ ଖାଇବା ଜିନିଷ ଆଉ ପ୍ରଭୁଙ୍କର ହୋଇକି ରହିଲା ନାହିଁ, ତେଣୁ ତାକୁ ଦେଇଦିଅ। ହେ ପ୍ରଭୁ, କାହିଁକି ଏମିତି ବିଚିତ୍ର ଲୀଳା କରୁଛ ମୋ ସାଥିରେ? ଦୁଇ ଜଣ ତ କେହି ଭୁଲ ନୁହନ୍ତି, କେହି ମନ୍ଦ ବି ନୁହନ୍ତି, କିନ୍ତୁ କେମିତି ଦୁହିଁକୁ ଏକାଠି କରିବି, ମୁଁ ରହିପାରିବି, ସେତିକି ବି ମୁଁ ଚିନ୍ତା କରିପାରୁନି। ସାଉଥ୍ ସିନେମାର କାହାଣୀ ପରି କିଛି ସମାଧାନ ରାସ୍ତା ମୋ ମୁଣ୍ଡକୁ ଢୁକି ଯାଆନ୍ତା ନାହିଁ କି? ବାପରେ, କିଛି ଯଦି ଭୁଲ ହେଇଗଲା ଏକୁ ଆରେକ ବଳି ଖୁମାଣିଆ। କୌଣସି କଥାରେ ଯଦି ରାଗିବେ ତାଙ୍କୁ ମନେଇବା ମାନେ ହାତୀକୁ ଚଡ଼ି ପିନ୍ଧେଇବା ସହ ସମାନ। ସବୁ ଠିକ୍ ଥିଲା ଯେତେବେଳେ ବୋଉ ମୋ ପ୍ରସ୍ତାବ ଖୋଜିବା ଆରମ୍ଭ କଲା। ସେବେଠାରୁ ମୋ ଭୋକ ଶୋଷ ସବୁ ବନ୍ଦ ହୋଇଯାଇଥିଲା। ଏମିତି ତ ବୋଉଙ୍କୁ କିଛି ଲୁଚାଏ ନା, ବିପ୍ଳବଙ୍କ କଥା ବି କହିପାରୁନି। ବାପା ଯିବା ପରେ ବୋଉ ମୋତେ ମଣିଷ କରିବା ପାଇଁ ଦିନ ରାତି ଏକାଠି କରିଦେଇଛି। ସେ ମୋର ସବୁ କିଛି। ବୋଉ ବୋଲି ତାକୁ ସବୁ କହିଦିଏ, ଆଉ ସେ ସବୁ ଶୁଣି ମୋତେ କୋଳେଇ ବି ନିଏ। କିନ୍ତୁ କିଛି ଭୁଲ କରିଲେ ବାପାମାନଙ୍କ ଠାରୁ ବି କଠିନ ଦଣ୍ଡ ଦେବାରେ ଟିକେ ହେଳା କରେ ନାହିଁ। ଏପଟେ ବିପ୍ଳବ ମୋ ଅଭ୍ୟାସ ହୋଇଗଲେଣି। ଖାଲି ପ୍ରେମ ହୋଇଥିଲେ ଥରେ ଅଧେ ବୋଉ ପାଇଁ ଛାଡ଼ି ଦେବାକୁ ଚିନ୍ତା କରିପାରିଥାନ୍ତି। ମୁଁ ଯଦି ପ୍ରେମ ହେବା ପୂର୍ବରୁ ଜାଣିଥାନ୍ତି କି ଦୁହିଁଙ୍କ ମଧ୍ୟରେ ପଡ଼ୁନି, ତେବେ ଆଗେଇ ନଥାନ୍ତି। ଏବେ ଜାଣି କ'ଣ କରିବି ଯେ? ଇଏ ମୋ ବୋଉ ଜାଣିବା ପରେ ବିପ୍ଳବ ନିଜକୁ ଚୁପ୍ କରାଇ ଦେଇଛନ୍ତି, କିନ୍ତୁ ବୋଉ ସେମିତି ରାଗିକି ଅଛି। କ'ଣ କରିବି? ଅବଶ୍ୟ ବୋଉ ଏପର୍ଯ୍ୟନ୍ତ ଜାଣିନି କି ମୁଁ ବିପ୍ଳବଙ୍କୁ ପସନ୍ଦ କରେ ବୋଲି। ନିଜକୁ ନିଜେ ସାହାଯ୍ୟ ନ କଲେ କିଏ ସାହାଯ୍ୟ କରିବ କହୁନାହାନ୍ତି? ଗଲି, କହିଲି ବୋଉକୁ କି ବୋଉ, ରାଗିବୁନୁ ଯଦି ତେବେ ଗୋଟେ କଥା କହିବି। ବୋଉ କହିଲା, କହୁନୁ, ରାଗିବି କାହିଁକି? ନା, କଥା କ'ଣ କି? ଏତିକି କହି ଛେପ ଢୋକି ପକେଇଲି। ମୁଁ ଭଲ ପାଏ କହିବାକୁ ଏତେ କଷ୍ଟ ହେଉଛି, ଆଉ ବିପ୍ଳବଙ୍କୁ ଭଲ ପାଏ କେମିତି କହିବି ବୁଝିପାରୁନି। ମୋ ଚୁପ୍ ରହିବା ଆଉ ଛେପ ଢୋକିବା ଦେଖି ବୋଉ କହିଲା, କିଏ ସିଏ? ଆମ ଜାତିର ତ? ଚାକିରି କରିଛି ତ? ବୋଉକୁ ଚାହିଁ ଖାଲି ଏଣ୍ଡୁଅ ପରି ମୁଣ୍ଡ ହଲେଇ ହଁ କରିଲି। ବୋଉ କହିଲା, ତେବେ ତାକୁ କହିବୁ ଆସିବ ହେଲା। ଏଥର ବି ମୁଣ୍ଡ ହଲେଇ ହଁ କରିଲି। ଆଉ ଅଳ୍ପ ସମୟ ଚୁପ୍ ରହି କହିଲି, ବୋଉ ତୁ ତାଙ୍କୁ ଜାଣିଛୁ? ବୋଉ ଅଳ୍ପ ସମୟ ଚିନ୍ତା କରିଲା, ପୁଣି କହିଲା, କ'ଣ ବିପ୍ଳବ କି? ମୁଁ ହଁ କରିଲି। ବୋଉ କହିଲା, ସବୁ ଜାଣିବା ପରେ ବି ଯଦି ତୁ ଏମିତି କରିବୁ ତେବେ ମୁଁ କ'ଣ କହିବି? ତୁ କ'ଣ ଆଉ ଛୋଟ ଅଛୁ? ତାପରେ ସବୁ ତ ଠିକ୍ କରିସାରିଛୁ, ମୋତେ ଜଣେଇ ଲାଭ କ'ଣ? ଯା, ତୋ ଇଚ୍ଛା ଯାହା କର। ତୁ ଯାହା କରୁଛୁ କର କହି ନିଜ ରୁମ୍କୁ ପଶିଗଲା, ଆଉ କବାଟ ଦେଇଦେଲା। ଯେତେ ଡାକିଲି ଆଉ ଶୁଣିଲା ନାହିଁ। କାନ୍ଦୁଥିବ ନିଶ୍ଚୟ ସେ।
ସବୁଦିନ ଏମିତି କାନ୍ଦିଲେ ମୁଁ କାଳେ ମନ ଦୁଃଖ କରିବି, ସେଥିପାଇଁ ମୋତେ ଲୁଚେଇକି କାନ୍ଦେ। କିଛି ବି କୁହେ ନାହିଁ। କାନ୍ଦି ସାରିଲେ ରୁମ୍ରୁ ବାହାରି ଆସିବ, ଆଉ ଖାଇବାକୁ ଆଣିବ, ମୋତେ ଡାକିବ, ଆଉ ଦୁହେଁ ମିଶି ଖାଇବୁ। ଆଜି କିନ୍ତୁ ସେ ବାହାରିଲାନି। ମୁଁ ବି କାନ୍ଦି କାନ୍ଦି ସେଇ ଦୁଆର ମୁହଁରେ ଶୋଇଗଲି। ସକାଳୁ ଉଠିଲା, ବୋଉ କିନ୍ତୁ ମୋତେ ଆଉ ଚାହୁଁନଥିଲା। ମୁଁ ଅଖିଆ ଅପିଆ ସ୍କୁଲକୁ ଗଲି ଅନ୍ୟ ଦିନ ପରି। ଏକଥା କହିଲା ନାହିଁ କି ଉପାସରେ ଗଲେ ଚିଡ଼ି ଲାଗିବ, ପିଲାଙ୍କୁ ପଢ଼େଇ ପାରିବୁନି, ତେଣୁ ଯେତିକି ଇଚ୍ଛା ସେତିକି ଖାଇଦେଇ ଯା। ମୁଁ କାନ୍ଦି କାନ୍ଦି ସ୍କୁଲକୁ ଗଲି, ତଥାପି ତାକୁ କିଛି ଫରକ ପଡ଼ିଲା ନାହିଁ। ସେଠୁ ବିପ୍ଳବଙ୍କୁ ଫୋନ୍ କରି କହିଲି, ତମେ ଆସ, ବୋଉ ସହ ଯାହା ଇସ୍ୟୁ ଅଛି ସାର, ନହେଲେ ମୋତେ ଭୁଲ ଯା। କାହିଁକି ନା ବୋଉ ଯଦି ରାଜି ନ ହେବ ମୁଁ ମରିଯିବି ପଛେ ତମ ପାଖକୁ ଯିବିନି। ସେ ଯେମିତିକୁ ତମେ ସେମିତି। ତମ ଦୁହିଁଙ୍କ ଲେଖାରେ ମୁଁ ମଣିଷ ନୁହେଁ, ମୋର ଅସ୍ତିତ୍ୱ ନାହିଁ। ପ୍ରେମ କରିଛି, କାନ୍ଦି କାନ୍ଦି ମରିବି ଆଉ। ଏତିକି କହି ଫୋନ୍ ରଖିଦେଲି। ଭଲ ଲାଗିଲା ନାହିଁ। ସ୍କୁଲରେ ଦେହ ଖରାପ କହି ଆପ୍ଲିକେସନ୍ ଦେଇ ଘରକୁ ଚାଲି ଆସିଲି। ମୁଁ ଆସି ଘରେ ପହଞ୍ଚି ଦେଖିଲି ବୋଉ ସେମିତି ସୋଫା ଉପରେ ବସିଛି। ମୁଁ ତାକୁ ଚାହିଁଲି, ସେ ମୁହଁ ବୁଲେଇ ଦେଲା। ମୁଁ କାନ୍ଦି କାନ୍ଦି ଶୋଇବା ରୁମ୍କୁ ପଶିଗଲି। ତଥାପି ବୋଉ ଡାକିଲାନି। ଏପଟେ ବିପ୍ଳବ ବି ଫୋନ୍ କରି କରି ଥକିଗଲାଣି। ମୁଁ ଉଠଉନି। ଏଥର ଫୋନ୍ ସୁଇଚ୍ ଅଫ୍ କରିଦେଲି। କ'ଣଟା ଗପିବି? ଯାହା ବି ହୋଇଯାଉ, ଆଜି ମୁଁ କିଛି ଶୁଣିବିନି। ତାଙ୍କୁ ଡରୁଛୁ ବୋଲି ସେମାନେ ମୋତେ ଡରେଇ ରଖିଛନ୍ତି। ବିପ୍ଳବ ଆସି ଘରେ ପହଞ୍ଚିଗଲେ। ବୋଉ ପାଖରେ ଚୁପଚାପ ବସିଲେ କିଛି ସମୟ। ତାପରେ କହିଲେ, ମା, ଆପଣ ତ ଆପଣଙ୍କ ଝିଅ ପାଇଁ ପ୍ରସ୍ତାବ ଖୋଜୁଛନ୍ତି ନା, ତେବେ ମୋ ସାଥିରେ ବିବାହ କରିଦେଲେ ଅସୁବିଧା କ'ଣ? ବୋଉ କହିଲା, ତମେ ହିଁ ମୋ ଅସୁବିଧା ହେଲା। ବିପ୍ଳବ ଚୁପ ହୋଇଗଲେ। ଆକ୍ଚୁଆଲି ବୋଉ ଆଗକୁ କିଛି କହିବାକୁ ରଖେଇ ନଥିଲା। ସେ କ'ଣ କହିଥାନ୍ତେ? ସେ ସେମିତି ବୋଉ ସାମ୍ନାରେ ଆଣ୍ଠେଇ ରହିଥିଲେ। ବୋଉ ବସିବାକୁ ବି କହିନଥିଲା। ମୁଁ ରୁମ୍ରୁ ସବୁ ଦେଖୁଥିଲି। ଆସିଲି, କହିଲି, ଯାଅ ତମେ ଏଠୁ, ମୋର ବାହା ହେବା କିଛି ଦରକାର ନାହିଁ। ଦୁହେଁ ମୋତେ ଚାହିଁଲେ। ମୁଁ ପୁଣି ଲୋ ପୋଛି କହିଲି, ଚାଲ ବୋଉ, ତୁ ଖା, ମୁଁ ବିଲକୁଲ ବାହା ହେବିନି। ବିପ୍ଳବ କହିଲେ, ମା, ମୁଁ ସେମିତି କିଛି ଭାବିକି କରିନଥିଲି। ପିଲାଟା ମାଗିଲା, ମୁଁ ଦେଇଦେଲି, କ୍ଷମା କରିଦିଅନ୍ତୁ। ବୋଉ କହିଲା, କିଛି ଭାବିଲ ନାହିଁ କାହିଁକି? ବିପ୍ଳବ କହିଲେ, ଭୁଲ ହୋଇଯାଇଛି, ଏବେ କ'ଣ କରିବି କୁହନ୍ତୁ? ଯାହା କହିବେ ସବୁ କରିବାକୁ ରାଜି। ମୋର ପ୍ରଜ୍ଞା କିନ୍ତୁ ଦରକାର। ବୋଉ କହିଲା, ମୋ ସାଙ୍ଗରେ କ'ଣ ଅଛି ତାକୁ ପଚାର, ସେ କ'ଣ କହୁଛି? ମୁଁ ବୋଉକୁ ଚାହିଁଲି। କ'ଣ କହିଲା ବୋଉ? ମୋତେ ପଚାରିବେ ବିପ୍ଳବ ମୋ ବିବାହ କଥା? ଏତେ ରାଗିଛି ବୋଉ। ଏତିକି ଭାବି ଭାବି ମୁଁ ଏତେ ଜୋରରେ କାନ୍ଦିଲି ଯେ କଥା କହିପାରିଲି ନାହିଁ। ବିପ୍ଳବଙ୍କ ହାତ ଧରି ଟାଣି ଟାଣି ତାଙ୍କୁ ବାହାରେ ଛାଡ଼ି ଦେଇ କବାଟ ଦେଇଦେଲି, ଆଉ ମୋ ରୁମ୍ ଭିତରକୁ ପଶିଗଲି। ବୋଉର ଅଣଦେଖାପଣ ଆଉ କଥା ଗୁଡ଼ାକ ଏତେ କଷ୍ଟ ଦେଉଥିଲା ଯେ ମୁଁ ଆଦୌ ମୋତେ ବୁଝେଇ ପାରୁନଥିଲି। ସତରେ କି ଭୁଲ କରିଲି। ମୋ କାନ୍ଦ ଜମା ବନ୍ଦ ହେଉନଥିଲା। ମୁଁ ଆସିଲି, ବୋଉ ଗୋଡ଼ ଧରି ପଡ଼ିଗଲି। ମୋର ଭୁଲ ହୋଇଯାଇଛି, ଆଉ ତୁ ରାଗେନି। ତୁ ଯେଉଁଠି କହିବୁ ମୁଁ ସେଇଠି ବାହାବି। ତୁ କାଲିଠାରୁ ଖାଇନୁ, ଆସେ ଖାଇଦେ। ଏତିକ କହିଲା ପରେ ବି ବୋଉ ସେମିତି ଚୁପ୍ ବସିଥିଲା। କ'ଣ କରିବି ବୋଉ, ଭୁଲ ତ କରିଯାଇଛି। ତୁ ଯେତେବେଳେ ତୋ କାମରେ ଚାଲିଯାଉ, ମୁଁ ଏକା ହୋଇଯାଏ। ସେତେବେଳେ ମୋ ସମୟ କଟେନି। ମୁଁ ମନ୍ଦିର, ବଜାର କିମ୍ବା ପାର୍କ ଚାଲିଯାଏ। ମନ୍ଦିରରେ ତାଙ୍କ ସହ ଦେଖା ହୋଇଥିଲା। ପରିଚୟ, ତାପରେ କଥାବାର୍ତ୍ତା, ଏମିତିରେ ସେ ଅଭ୍ୟାସ ହୋଇଗଲେ। ମୋତେ ଲାଗେ ତୁ ମୋତେ ଯେମିତି ଭଲ ପାଉ, ସେ ବି ମୋତେ ଠିକ୍ ସେମିତି ଭଲ ପାଆନ୍ତି। ତୋ ପରେ ତାଙ୍କୁ ଦେଖିଲି ଯିଏ ମୋ କେୟାର ତୋ ଉପରେ ନିଅନ୍ତି। ତୋ ମୁହଁ ଦେଖି ମୋ ମନର ଅବସ୍ଥା ତୋ ପରେ ସେ ହିଁ ପଢ଼ିପାରନ୍ତି। ତୁ ଯେମିତି ମୋ ଚିନ୍ତା କରୁ, ସେ ଠିକ୍ ସେମିତି କରନ୍ତି। ହଉ, ସେ କଥା ଛାଡ଼, ଚାଲ ଖାଇବୁ, ଚାଲ। ବୋଉ କହିଲା, ତୁ? ମୁଁ କହିଲି, ଖାଇବି, ଟିକେ ସମୟ ଦେ ମୋତେ ନିଜକୁ ବୁଝେଇବା ପାଇଁ, ପ୍ଲିଜ୍। ବୋଉ କିଛି କହିଲା ନାହିଁ। ସବୁ ବୁଝିପାରୁଛି, ବୋଉକୁ ବୁଝେଇ ପାରୁଛି, କିନ୍ତୁ କାନ୍ଦ ବନ୍ଦ କରିପାରୁନି। କ'ଣ କରିବି? ବୋଉ ମୋତେ ସୋଫାରେ ଧରି ବସେଇ ଦେଲା, ପାଣି ପିଆଇ ଦେଲା, ଲୋ ପୋଛି ଦେଇ କହିଲା, ମୋ ପାଇଁ କେବେ ଏତେ କାନ୍ଦିଛୁ? ଆହୁରି ଜୋରରେ କାନ୍ଦିଲି। ବୋଉକୁ କୁଣ୍ଢେଇ ପକାଇ କହିଲି, ବୋଉ, ତୋ ଠାରୁ ଅଲଗା ହେବା କଥା କେବେ ଭାବିନି। ଯଦି ସେମିତି କେବେ ହେବ, ମୁଁ ମରିଯିବି। ଆଚ୍ଛା, ଯେଉଁ ବିପ୍ଳବଙ୍କୁ ତୁ ପସନ୍ଦ କରୁଛୁ, ସେ କ'ଣ ତୋତେ ବାହା ହୋଇ ମୋ ପାଖରେ ଛାଡ଼ି ଦେଇଯିବ ବୋଲି ଭାବିଛୁ? ମୁଁ କହିଲି, ଆଉ ସେ ବିଷୟରେ କେବେ କଥା ହେବିନି, ମୋତେ କ୍ଷମା କରିଦେ। ବୋଉ କହିଲା, ମୋର ଭୁଲ ହେଇଗଲା ରେ। ତୋ ଠାରୁ କିଛି ନ ଶୁଣି ତୋତେ କେତେ କ'ଣ ଦେଲି, କିନ୍ତୁ ତୁ ଯେତେବେଳେ କହିଲୁ ସେ ତୋତେ ମୋ ପରି ଭଲ ପାଏ, ତାପରେ ମୋର ଆଉ କିଛି ବୁଝିବାକୁ ନଥିଲା। ଯା, ଦେଖ, ସେ ପଦାରେ ଠିଆ ହୋଇଥିବ, ଡାକ ତାକୁ ଭିତରକୁ।
କହିଲି ନା ଏତେ ସମୟ ହେଲାଣି ସେ ପଳେଇ ଯାଇଥିବେ। ବୋଉ କହିଲା ତୁ ବା କହୁଥିଲୁ ସେ ମୋତେ ତୋ ପରି ଭଲ ପାଏ। ଯଦି ସେ ମୋ ପରି ତତେ ଭଲ ପାଉଥିବ ସେ ଥିବ ଯା ଦେଖ। ମୁଁ ଗଲି, ସେ ଠିଆ ହୋଇଥିଲେ। ତାଙ୍କୁ ଦେଖିକି ବି କାନ୍ଦି ପକାଇଲି ଆଉ ଭିତରକୁ ଡାକିଲି। ସେ ଆସିଲେ ଆଉ ସିଧା ବୋଉର ଗୋଡ଼ ଧରି କହିଲେ ବିଶ୍ୱାସ କରନ୍ତୁ ମୁଁ ଆପଣଙ୍କ ଝିଅ ବିନା ମରିଯିବି। ବୋଉ କହିଲା ବସ, ପ୍ରଜ୍ଞା ଯା ବାଢ଼, ସାଙ୍ଗ ହୋଇ ଖାଇବା। ହଁ ଶୁଣ, ଆଉ କେବେ କାହା ବିନା ଅନୁମତିରେ କୌଣସି ଜିନିଷ ନେଇ ଅନ୍ୟକୁ ଦେବନି, ଏଇଟା ଖରାପ ଅଭ୍ୟାସ। ବିପ୍ଳବ ମୁଣ୍ଡ ହଲାଇ କରିଥିଲେ ଆଉ ମୁଁ ବିପ୍ଳବଙ୍କ ଅବସ୍ଥା ଦେଖି କାନ୍ଦୁ କାନ୍ଦୁ ବି ହସି ଦେଇଥିଲି ବିପ୍ଳବଙ୍କୁ ଚାହିଁ। ରହୁଛି, ନମସ୍କାର। ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ, ଲାଇକ୍ ଆଉ ସେୟାର ବି କରିବେ। ଧନ୍ୟବାଦ।